ଛୋଟ ସହରରେ ଆରବ ବୋଲି ଗୋଟେ ପିଲାଟେ ରହୁଥିଲା। ସେ ବହୁତ ଭଲ ଥିଲା, କିନ୍ତୁ ତାର ଗୋଟେ ଖରାପ ଅଭ୍ୟାସ ଥିଲା। ଛୋଟ ଛୋଟ କଥାରେ ବି ସେ ରାଗି ଯାଉଥିଲା। ଯଦି ତା ପେନସିଲ ମିଳୁନଥିଲା ରାଗ, ଖେଳରେ ହାରିଗଲେ ରାଗ, ଆଉ ଯଦି କିଏ ତା କଥା ନ ମାନେ ତାହେଲେ ତ ତାର ଭୟଙ୍କର ରାଗ। ଦିନେ ସ୍କୁଲରେ ତା ରାଗ ଏତେ ବଢିଗଲା ଯେ ତାର ସବୁଠୁ ଭଲ ସାଙ୍ଗ ରୋହନକୁ ସେ ଚିଲେଇ ଦେଲା, ଆଉ ରୋହନ ଦୁଃଖୀ ହେଇ ଦୂରକୁ ଚାଲିଗଲା। ଆରବ ବହୁତ ଦୁଃଖୀ ହେଇଗଲା, କାହିଁକି ନା ସେ ତାକୁ ଦୁଃଖ ଦେବାକୁ ଚାହୁଁନଥିଲା। ସନ୍ଧ୍ୟାବେଳେ ସେ ଯେତେବେଳେ ଘରକୁ ଫେରିଲା, ଜେଜେବାପା ତାକୁ ପଚାରିଲେ, କଣ ହେଲା ଆରବ, କାହିଁକି ଦୁଃଖୀ ଅଛୁ? ଆରବ ଧୀରେ କହିଲା, ଜେଜେବାପା, ମୁଁ ମୋ ରାଗ ଅଟକେଇ ପାରୁନି। ଆଜି ମୋ ରାଗ କାରଣରୁ ରୋହନ ମୋ ସହିତ କଥା ବି ହଉନି। ଜେଜେବାପା ହସିଲେ ଆଉ ତାକୁ ବାହାରକୁ ନେଲେ। ସେଠି ଗୋଟେ ପୁରୁଣା କାଠର ବାଡ଼ ଥିଲା। ଜେଜେବାପା କହିଲେ, ଯେତେବେଳେ ତତେ ରାଗ ଆସିବ ଏଇ ବାଡ଼ରେ ଗୋଟେ କଣ୍ଟା ପିଟିବୁ। ପରଦିନ ସକାଳୁ ଆରବକୁ ରାଗ ଲାଗିଲା। ସେ କଣ କଲା ନା, ସେଠି ଗୋଟେ କଣ୍ଟା ପିଟି ଦେଲା। ତା ପରଦିନ ଦ୍ୱିତୀୟ କଣ୍ଟା, ଆଉ ତୃତୀୟ ଦିନ ତୃତୀୟ କଣ୍ଟା। କିଛି ଦିନ ପରେ ବାଡ଼ଟି ପୁରା କଣ୍ଟା ହିଁ କଣ୍ଟା। ଦିନେ ଆରବ ଥକି ଯାଇ କହିଲା, ଜେଜେବାପା, ଏ ତ ବହୁତ କଷ୍ଟ। ରାଗିବାଠୁ ଭଲ ମୁଁ ଜମା ରାଗିବିନି। ଜେଜେବାପା ହସିଲେ ଆଉ ଧୀରେ ଧୀରେ ଆରବ ଚେଷ୍ଟା କରିବା ଆରମ୍ଭ କଲା। ଗଭୀର ଶ୍ୱାସ ନେବା, 10 ପର୍ଯ୍ୟନ୍ତ ଗଣିବା ଆଉ ଧୀରେ ଧୀରେ କଥା ହେବା। ଏବେ ସେ ସବୁଦିନ ଟିକେ କମ୍ ରାଗୁଥିଲା, ଆଉ ଯଦି କେବେ କମ୍ ରାଗୁଥିଲା ସେ ବାଡ଼ରୁ ସେ ଗୋଟେ କଣ୍ଟା ବାହାର କରିଦଉଥିଲା। କିଛି ସପ୍ତାହ ପରେ ବାଡ଼ରୁ ସମସ୍ତ କଣ୍ଟା ବାହାରିଗଲା। ଜେଜେବାପା ସେ ଦିଗରେ ତାକୁ ଇସାରା କରି କହିଲେ, ଦେଖ ଆରବ, ସବୁ କଣ୍ଟା ତ ପଳେଇଲା, କିନ୍ତୁ ତା ଚିହ୍ନ ଏବେ ବି ରହିଗଲା। ଠିକ୍ ସେହିପରି ରାଗରେ ଆମେ ଯେତେବେଳେ କାହାକୁ ଆଘାତ କରୁ, ତା ମନରେ ସେ ଚିହ୍ନ ରହିଯାଏ। ଆରବ ବାଡ଼ଟିକୁ ଦେଖିଲା ଆଉ ତାପରେ ଜେଜେବାପାଙ୍କ ହାତ ଧରି କହିଲା, ମୁଁ ବୁଝିଗଲି ଜେଜେବାପା, ଏବେଠୁ ମୁଁ ମୋ ରାଗ ନିୟନ୍ତ୍ରଣ କରିବି ଆଉ କାହା ମନରେ ଆଘାତ ଦେବିନି। ସେଇଦିନ ଠାରୁ ଆରବ ଗୋଟେ ଶାନ୍ତ, ବୁଦ୍ଧିମାନ ଆଉ ସମସ୍ତଙ୍କ ପ୍ରିୟ ଛୁଆଟେ ହେଇଗଲା। ନୀତି ଶିକ୍ଷା ହେଲା, ରାଗ କରିବା ଖରାପ ନୁହେଁ, କିନ୍ତୁ ରାଗକୁ ନିୟନ୍ତ୍ରଣ କରିବା ବହୁତ ଆବଶ୍ୟକ। ଭାବି ଚିନ୍ତି କଥା କୁହ, କାରଣ ରାଗରେ କହିଥିବା ଶବ୍ଦ ହୃଦୟରେ ଚିହ୍ନ ଛାଡ଼ିଯାଏ। ଆଜି ପାଇଁ ଏତିକି ସାଙ୍ଗମାନେ, ପୁଣି ଦେଖା ହବ। ବାଏ ବାଏ।